ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ମୁଁ ଦେଶୀ ପଣସ କଠା ଆଳୁ ତରକାରୀ କରିଛି। ବଜାରରେ ମୁଁ ଦେଖୁଛି ପ୍ରାୟ ହାଇବ୍ରିଡ୍ ପଣସକୁ କାଟିକି ବିକ୍ରି କରୁଛନ୍ତି, କିନ୍ତୁ ଦେଶୀ ପଣସ କଠା ତରକାରୀ ସବୁଠୁ ଭଲ ଲାଗେ ଖାଇବାକୁ। ଦେଶୀ ପଣସ କଠାକୁ ଛୋଟ ଛୋଟ ଖଣ୍ଡ କରି କାଟିଦେବେ। ପ୍ରେସର କୁକରରେ ଅଳ୍ପ ଲୁଣ ହଳଦୀ ଦେଇ ପାଣି ଟିକେ ଦେଇ ମିଡ଼ିୟମ୍ ଫ୍ଲେମ୍ରେ 2ଟା ହୁଇସିଲ୍ ଆସିବା ପର୍ଯ୍ୟନ୍ତ କୁକ୍ କରିଦେବେ। ସିଝିଗଲା ପରେ ତାକୁ ପଣସକୁ ଅଲଗା ରଖିଦେବେ, ପାଣିଟାକୁ ପକାଇଦେବେ। କଡ଼େଇରେ ସୋରିଷ ତେଲ ଦେଇ ତେଲ ଗରମ ହେଲା ପରେ ଜିରା ତେଜପତ୍ର ପିଆଜ ପକାଇ ହାଲକା ଭାଜିବେ। ପିଆଜ ଟିକେ ହାଲକା ଭାଜି ହେଇଗଲା ପରେ ଆଳୁ ଛୋଟ ଛୋଟ ଖଣ୍ଡ କାଟିକି ରଖିଥିବେ ଆଳୁ ଦେଇଦେବେ। ଆଳୁ ବି ଟିକେ ହାଲକା ଭାଜି ହେଇଗଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ଦେବେ, ଟମାଟୋ ପ୍ୟୁରି ଦେବେ। ତାପରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଦେଇ ଭଲ ଭାବରେ କଷିବେ। ଭଲ ଭାବରେ ମସଲା ଯେତେବେଳେ କଷି ହେଇଯିବ, ତାର ପୁରା ମାନେ ବାସ୍ନାଟା ଭଲ ଆସିବ। ସେତିକିବେଳେ ସେ ଯେଉଁ ପଣସ ସିଝେଇକି ରଖିଥିବେ ନା, ସେଇ ଦେଇଦେବେ, ସେଇ ଆଳୁରେ ଦେଇଦେବେ। ଦେଇକି ଆଳୁ ପଣସ ସେ ମସଲାରେ ଭଲ ଭାବରେ କଷିବେ, ଯେମିତି ଆଳୁ ଆଉ ପଣସ ଭିତରେ ମସଲା ଭଲ କି କଷିଯିବ, ଭଲ ଭାବରେ ମିଶି ହେଇଯିବ। ତାପରେ ଯେତିକି ପାଣି ଦରକାର, ପୁରା ତ ଝୋଳ ଏଇଟା ଭଲ ଲାଗେନି, ଟିକେ ଅଳ୍ପ ମିଡ଼ିୟମ୍ ମାଖା ମାଖା ରହିଲେ ଭଲ ଲାଗେ। ଭଲ ଭାବରେ ପାଣି ଦେଇକି ତାକୁ ଗୋଳେଇକି ଘୋଡ଼ଣି ଦେଇକି 15 ମିନିଟ୍ ତାକୁ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିଦେବେ। ତାପରେ ଯେତେବେଳେ ସେ 15 ମିନିଟ୍ କୁକ୍ କରିଦେଲା ପରେ ଘୋଡ଼ଣି ଖୋଲିଦେବେ। ତାପରେ ଟିକେ ଗରମ ମସଲା ଗୁଣ୍ଡ ଦେଇଦେବେ। ଏଇ ପଣସ କଠା ତରକାରୀ ଗରମ ଭାତ, ରୁଟି, ପରଟା ସବୁଥିରେ ଖାଇବାକୁ ଭଲ ଲାଗେ। ଯଦି ମୋ ରୋଷେଇ ଆପଣମାନଙ୍କୁ ଭଲ ଲାଗୁଥିବ, ମୋତେ ୟୁଟ୍ୟୁବରେ ସବସ୍କ୍ରାଇବ୍, ଫେସବୁକ୍ ପେଜ୍ ଓ ଇନଷ୍ଟାଗ୍ରାମରେ ଫଲୋ କରିଦେବେ ଓ ମୋର ଭିଡ଼ିଓ ଗୁଡ଼ିକୁ ଲାଇକ୍ କମେଣ୍ଟ ସେୟାର କରିଦେଉଥିବେ। ଆଶା କରେ ଆପଣମାନେ ସମସ୍ତେ ସୁସ୍ଥ ଥିବେ। ରହୁଛି। ଜୟ ଜଗନ୍ନାଥ।